26 ତାରିଖ ଆମେ ସାଧାରଣତନ୍ତ୍ର ଦିବସ ଆସିଲା। ଏହି ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରିଅଛି। 1950 ମସିହା ଜାନୁଆରୀ ମାସ 26 ତାରିଖ ଦିନ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଏହି ଦିନ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସାରା ବିଶ୍ୱରେ ପରିଚିତ ହୋଇଥିଲା। ଡକ୍ଟର ଭୀମରାଓ ଆମ୍ବେଦକର ହେଉଛନ୍ତି ଭାରତର ସମ୍ବିଧାନର ଜନକ। ଆମେ ସଂବିଧାନ ପୃଥିବୀ ସବୁଠାରୁ ଜାତୀୟ ପର୍ବ ଅଟେ, ଯାହାକି ପ୍ରତ୍ୟେକ ଭାରତୀୟ ଏମାନେ ସମ୍ମାନ ଏକ ଗର୍ବ ଓ ଗୌରବର ଦିନ ଅଟେ। ଭାରତ ସମ୍ବିଧାନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷ ଶେଷରେ ଦେଶର ପ୍ରତ୍ୟେକ ଲୋକଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଥିଲା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।